ऊपर कुर्सी पे, तू नीचे से कुर्सी ना। गुरुर्देवो महेश्वरा गुरु साक्षात् परं ब्रह्मा तस्मै श्री गुरवे नमः। अज्ञानातिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्री गुरवे नमः। अखण्डमण्डलाकारम् व्याप्तं येन चराचरम् तत्पदं दर्शितं येन तस्मै श्री गुरवे नमः। न गुरुरधिकं तत्त्वम् न गुरुरधिकं तपः तत्त्वज्ञानात् परं नास्ति तस्मै श्री गुरवे नमः। ध्यानमूलं गुरुर्मूर्ति पूजामूलं गुरुर्पदम् मन्त्रमूलं गुरुर्वाक्यम् मोक्षमूलं गुरुर्कृपा चैतन्यं शाश्वतं शान्तम् व्योमातीतं निरञ्जनम् नादबिन्दुकलातीतम् तस्मै श्री गुरवे नमः। त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविणं त्वमेव त्वमेव सर्वं मम देव देव। आज आम परम सौभाग्यर दिन जे आमको आम जीवन जे आज पर्यंत सहायक ही आसछंती कौन कले आम जीवन को ठीक भाव में परिचालित करूँ तांकर प्रत्येक वाक्य आज पर्यंत आमको से दृढ़ता साहस बल दे आम पाखरे कृतज्ञ कोटि कोटि प्रणाम जनाऊँ से सद्गुरु आम आगे उभा किंतु गुरु गीतार उपदेश दि जाए सद्गुरु पाखरे थिला बेले कौन सी शिष्य ए साहस करिवो नहीं अपराध करिवो नहीं
କିଛି କହିବା ପାଇଁ। ସତ୍ୟ ସମ୍ପର୍କରେ ଗୁରୁର ଯେଉଁ ସାମର୍ଥ୍ୟ, ଯିଏ ଯେତେ କହୁନା କାହିଁକି ସେ କେବେ ହେଲେ ହୃଦୟ ଭିତରେ ପ୍ରବେଶ କରିବ ନାହିଁ। ମୋ ଆଗରେ ମୋର ପ୍ରଭୁ, ମୋର ଗୁରୁ, ମୋର ଆତ୍ମଚୈତନ୍ୟ ଉଭା ହେଇ ଥାଉ ଥାଉ ଏ ଦୁଃସାହସ ମୁଁ କେବେ କରିବି ନାହିଁ। ମୁଁ ଏ ଅପରାଧର ଭାଗୀ କେବେ ହେଇପାରିବି ନାହିଁ। ଆମେ ଯେଉଁମାନେ ଆସିଛୁ, ଆମର ସୌଭାଗ୍ୟ ଯେ ଆମେ ତାଙ୍କ ମୁହଁରୁ କିଛି ଶୁଣିବୁ। ଯେଉଁ ଜୀବ ଭାବଟା ମୁଁ କହିକି ତାକୁ କାହା ଭିତରୁ ବାହାର କରିପାରିବି, ସେ ଦକ୍ଷତା ମୋ ପାଖରେ ନାହିଁ। କାରଣ ମୂଳ ସ୍ରୋତ ମୋ ପାଖରେ ଉଭା ହେଇ ଥାଉ ଥାଉ ମୁଁ ଏକଥା ଦୁଃସାହସ କରିବି ନାହିଁ। ତେଣୁ ଆମର ସେ ଜୀବଭାବ ଯାଇନି। କେମିତି ଅଛି? ଆମେ ସଦ୍ଗୁରୁଙ୍କୁ ପାଇଛୁ, ତାଙ୍କ ମୁହଁରୁ ଆମେ ବାଣୀଟିଏ ଶୁଣିବୁ, ସେତିକି ହେଉଛି ଆମର ସୌଭାଗ୍ୟ। ସେଇଥିପାଇଁ ସମସ୍ତେ ଆସିଛନ୍ତି। ମୁଁ ଏଇ ଅପରାଧ କରିବି ନାହିଁ ଯେ ଗୁରୁ ଥାଉ ଥାଉ, ସାକ୍ଷାତ ପରମ ବ୍ରହ୍ମ ତମ ଆଗରେ ଉଭା ହେଇ ଥାଉ ଥାଉ ତମେ ବସିକି ଦୁଃସାହସ କରିବ ଯେ ମୋତେ ବହୁତ ଆସେ, ମୁଁ ବହୁତ ଜାଣେ। ସେ ଜାଗାରେ ନିଜକୁ ଭୁଲି ହେଇଯାଏ। ଯେତେବେଳେ ଗୁରୁ ଆଖି ଆଗରେ ଥାଆନ୍ତି, ସେତେବେଳେ ଶିଷ୍ୟ ବୋଲି ତାର କିଛି ଗୋଟେ ଗୁରୁତ୍ୱ ନଥାଏ, ତାର ଗୋଟେ ଅସ୍ତିତ୍ୱ ନଥାଏ। କିନ୍ତୁ ଯେତେବେଳେ ଗୁରୁ କିଛି କହନ୍ତି, ତା ଭିତରେ ସେ ଭାବ ଗୁଡ଼ିକ ସବୁ ସଞ୍ଚରି ଉଠେ। ଯାହା ଆଜି ପର୍ଯ୍ୟନ୍ତ ସେ ଶୁଣି ଶୁଣିକି ଆସିଥିଲା, ସେଗୁଡ଼ିକ ସବୁ ପୁଣି ଜୀବନ୍ୟାସ ପାଆନ୍ତି। ତେଣୁ ମୁଁ ନିବେଦନ କରୁଛି ସ୍ୱାମୀଜୀଙ୍କୁ, ଯେଉଁ ପ୍ରଶ୍ନ ସେ ମୋତେ ପଚାରିଛନ୍ତି କହିବା ପାଇଁ, ସିଏ ତାର ଉତ୍ତର ଦେଇଦେଲେ ଆମେ ଆମର ପ୍ରକୃତ ଲକ୍ଷ୍ୟରେ ପହଞ୍ଚି ଯାଇପାରିବୁ। ଏତିକି ହେଉଛି ମୋର ଏକଲା ନୁହେଁ, ବୋଧେ ସମସ୍ତଙ୍କର ନିବେଦନ। ନା କ'ଣ? ସମସ୍ତଙ୍କର ସେଇ ନିବେଦନ ଯେ ଆମେ ସ୍ୱାମୀଜୀଙ୍କ ପାଖରୁ ଶୁଣିବୁ, ଆପଣଙ୍କ ଠାରୁ ନୁହେଁ। କାରଣ ସାକ୍ଷାତ ପରମ ବ୍ରହ୍ମ ଥାଉ ଥାଉ ତା ଆଗରେ ମୂଢ଼ତା କରିବା କୌଣସି ମତେ ଠିକ୍ ନୁହେଁ। ଶିବ ପାର୍ବତୀଙ୍କ କଥା ବୁଝେଇଛନ୍ତି ଗୁରୁ ଗୀତାରେ। କାହିଁକି ସେଟା ବୁଝେଇଲେ, ସେଇଟା ଆପଣ ଆମକୁ ବୁଝେଇ ଦିଅନ୍ତୁ। କାହିଁକି ପାର୍ବତୀଙ୍କୁ ଶିବ ବୁଝେଇ ଦେଲେ ଯେ ଗୁରୁ ଯେତେବେଳେ ତମ ପାଖରେ ଅଛନ୍ତି, ସେଇଭଳି ଏଇ ପ୍ରକାର ଦୁଃସାହସ କେବେ କରିବ ନାହିଁ। କାରଣ ତମେ ପ୍ରକୃତ ସୋର୍ସ ନୁହଁ। ଯେଉଁଠୁ ଏ ସତ୍ୟ ସବୁ ବାହାରୁଛି, ସେ ସତ୍ୟର ମୂଳ ଆଧାର ହେଉଛନ୍ତି ଗୁରୁ। ସିଏ ତମକୁ ଆଣିକି ଯାହା ଦେଇଛନ୍ତି ତମର ସେତିକି ନେଇକି ବାଣ୍ଟୁଛ, ତମର ନିଜର କିଛି ନାହିଁ। ତେଣୁ ସେଇ ଭାବଟାକୁ ଦୂରୀଭୂତ କରିବା ପାଇଁ ଆମେ ଯେଉଁ ସତ୍ସଙ୍ଗ କରୁଛୁ ଗୁରୁଙ୍କର ଅବର୍ତ୍ତମାନରେ, ଏବେ ଚାହୁଁଛୁ ଆମେ ଗୁରୁ ହିଁ ତାକୁ ସମାଧାନ କରନ୍ତୁ। ଆମକୁ ଆଉ ପ୍ରଶ୍ନ ଜାଲରେ ନ ପକେଇକି ତାର ସମାଧାନ କରିବା ପାଇଁ ମୁଁ ନିବେଦନ କରୁଛି। ଆମେ ସମସ୍ତେ ନିବେଦନ କରୁଛୁ, ସ୍ୱାମୀଜୀ ଆମକୁ ଏଇ ଦୁର୍ଗତିରୁ ଉଦ୍ଧାର କରନ୍ତୁ। ଯେଉଁ ଜୀବଭାବ ଆମ ପାଖରେ ଥିବା ଯୋଗୁଁ ଯେଉଁ ଦୁର୍ବଳତା ସବୁ ଆମ ପାଖରେ ଦେଖାଯାଉଛି, ତାକୁ ସେ ଉଦ୍ଧାର କରନ୍ତୁ। ଏବଂ ସେଇ କ୍ଷମତା କେବଳ ତାଙ୍କରି ଅଧିକାର, ସିଏ ହିଁ ପାରିବେ। ତେଣୁ ମୁଁ ନିବେଦନ କରୁଛି ସ୍ୱାମୀଜୀଙ୍କୁ, ସିଏ ଆମକୁ ଏଥିରୁ ଉଦ୍ଧାର କରନ୍ତୁ। वहीं बैठ के ईमानदारी से पूरा बताना, कैसे आए, कैसे इस सत्संग में रुचि जगी, कौन आपके सहयोगी थे। ये जीवन ପାଇଁ ଏକ ଚମତ୍କାର ଉପଲବ୍ଧି। ମୋର ଏ ଉପଲବ୍ଧି ମୁଁ ପାଇଲି କୋରାପୁଟରେ 89 ମସିହାରେ। ସେହି ସମୟରେ ସୁଭାଷ ଚନ୍ଦ୍ର ସାହା ନାମକ ଜଣେ ଆମର ସତ୍ସଙ୍ଗୀ ଭାଇ, ସେ ସ୍ୱାମୀଜୀ ଆସୁଛନ୍ତି ବୋଲି ମୋତେ ନିବେଦନ କରିଥିଲେ। ଗୋଟେ ପ୍ରଚାର ପତ୍ର ଛପା ହେଉଥିଲା। ସେଇ ଛପା ପ୍ରଚାର ପତ୍ରରେ ମୋ ନାଁଟା ଆଗେ ରହୁ। କାରଣ କୋରାପୁଟରେ ମୋତେ ବହୁତ ଲୋକ ଚିହ୍ନିଥିଲେ, ମୁଁ ଲୋକପ୍ରିୟ ଥିଲି। କିନ୍ତୁ ସ୍ୱାମୀଜୀ ଯେତେବେଳେ କୋରାପୁଟରେ ପଦାର୍ପଣ କରିବାକୁ ଗଲେ, ସେଇ ଲିଫଲେଟ୍ଟି ବଣ୍ଟା ହେଇଯାଇଥିଲା ସବୁଆଡ଼େ। ଏବଂ ମୋ ପରେ ଆଉ ଯେଉଁ 2-4 ଜଣଙ୍କ ନାମ ଥିଲା, ଆମେ ଲୋକପ୍ରିୟ ବୋଲି ଭାବିକି ଆମକୁ ଦିଆହେଇଥିଲା। ସେତେବେଳେ
मोर जड़े गुरु थिले सद्गुरु अर्जुन कुंभ मेला को नहीं जाइए से कुंभ मेला फेरला मासक पर देहांत है से समय आश्चर्यजनक भाव आमर स्वामीजी को लिखि परिभाषा बहीटी केमती के जाने मो हाथ में पड़ा मुझे छोटिया बहीटा देखु देखु मत लगे ये तो सब सुंदर अद्भुत कथा सब कहुई एगुड़िक जदि मो अनुवाद कर दिखती केमती होता मो निज डायरी मो निज सब अनुवाद कर सारा स्वामीजी सहित पाखक जावाई समस्त प्राय सुजोग मिले ना किंतु मत साहा बाबू घर को नहीं गल मो स्वामीजी जो गोटे बही थी आमर गुरुतर दिव्य दर्शन मुझे देली स्वामीजी को से खट उपर बसी से बहीटा को देखी से खट उपर कि समय फिंगिदे मो भितर सागे सागे प्रतिक्रिया है अरे मोर गुरु को भी स्वामीजी एमती पकई दौर फिंगी दौर एवं से देखिली साहा बाबू जो ससुर थे से स्वामीजी को ग्रहण कर सी कहते गुरु गोटे कर क्या सी आसिक घर भर रहे मत पदारे मो ससुर मत पदारे रखापी दौरान किंतु साहा बाबू स्वामीजी प्रति संपूर्ण भाव में तल्लीन थे स्वामीजी सब से भल पाते तेणु से कथा न शुणिक मनईवाई मत ये क्लास बसापी कहते किंतु से जमी कहतु ना कहीं कृपारू परामर्श बसी कौटी कोरापुटे जगन्नाथ मंदिर में क्लास होता है मुझे बस से क्लास सारापर धीरे धीरे जो टे शुणी शुणी जाए मो क्लास भीतर नी शिव मंदिर पाखे बसिक शुणुली स्वामीजी वाक्य गुड़ाक मत लगे मुझे जहाँ गुरु कृपार टे सद्गुरु अर्जुन ठार जानी ये सब परिष्कार भाव में केमती मो आगे बुझे दि जाऊँगी तन्न तन्न कर मो हृदय को बहुत छुई छुई गला एवं से गुड़िक से कहला बेले मो से गुड़ाक प्राय पी जाऊँगी मत लगुला एकदम चमत्कार जिनस सब कहुच्छे आम वेद उपनिषद सारांश गुड़िक ज्ञानर मूल रहस्य गुड़िक कौन से गुड़िक सब से दिन स्वामीजी पाखु शुणापी पाई एवं एमती हो इंडोर क्लास आसिक पहुँचीगला से इंडोर क्लास पहुँचा बेलू मुझे फर्म पूरण कर दिन मुझे फर्म पूरण कल से स्वामीजी बहुत स्ट्रिक्ट थे समस्त को एलाउ करा जाऊ न मु फर्म पूरण करने गला बेले स्वामीजी पचारे आज कौ मैंने फर्म पूरण कर हाथ टेक मुझे हाथ टेकिली भागो यहाँ से कहीकि मत बाहर करदे से समय मोर बंधु डॉक्टर उमेश पत्री थे सी मत कहले आप जातु नहीं मो स्वामीजी को कहे आपण अतिक्रम क्लास बसापी सुजोग दिखाई से स्वामीजी कौन कहले मुझे जानी तापर मत परमिशन मिलला मुझे बसापी से बसु बसु जो रहस्य गुड़िक धीरे 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 उन्मोचित है इंडोर क्लास जो महानता ताको मु उपलब्धि कले सत्य को केमती सहजरे पाखर देखी हम जानी हम एवं मो धीरे धीरे मो भीतर से प्रेरणा आसीगला इटा मु भाविली जो मोर पूर्व गुरु मान थे से कृपा जो मुझे ये जड़े गुरु पाखे पहुँचली जीवनटा धन्य हो जाए एवं से परंपरा लागी रहा एवं कोरापुट जिले में केमी स्वामीजी क्लास गुड़ाक सब बढ़े दि जापर आम चेष्टा कलु जहाँफल मुझे सद्गुरु अर्जुन अनुष्ठान थी मत से सन्देह कले ये गुरु बदल तेणु या रखा ना मुझे अलग हो गली कितु मुझे जानी गुरु हूँ सबुठी एक से जो रूप में आसला सत्य को जो मैंने प्रकाश कर अलग अलग भावा निजर मूढ़ता केवल तेणु जहा हो स्वामीजी से कृपा कणिका जो
आज निजको मु धन्य मन करुच्ची एवं विचार करुच्ची मोर जन्म सार्थक है ये जे मो गुरुंकर सीधा सन्निधान में आसीपारि सहज भाव में आसीपारि मैं भावुली मोर जीवन लिखापी गला बेले जे मु लास्ट चैप्टर मोर जोटा अच्छी मुझे गुरुवरण कली मु कौन कौन पाइली मुझे कहे कौन कौन मु पाइली प्रथम मुझे देखिली अनुमान कली कौन न कहि जदि गुरु साक्षात परम ब्रह्म तो दूर कथा तुम्हें माता तुम्हें पिता तुम्हें बंधु तुम्हें सखा ये प्रत्येक भाव को मुझे भर अनुभव कले मुझे कौन लिखिपारि जे गुरु को मुझे पाइली से कृपा मत केमी आसला कौन कला मुझे लिखी केमती मत सब गोटी गोटी कर कथा सब मन पड़गला मु बसिक लिखुए भुवनेश्वर अम्य महांती घरे से समय मु खट उपर बसिक लिखुची मु देखला बेलू पछाड़ू से सतरंजी गोटे मुड़ी के बंद कर मत कहली यहाँ पर बस से तू लेख मु देखिली जे मत कष्ट हो कौन कर जापर किंतु गुरु आसिक किभली भाव आसिक कहते ते लिखापी सुविधा हो मोर कष्टा भितर केमी प्रतिफलित होती सी केमी आसिक कर आश्चर्य भावुए सेतबे एवं लिखला बेलू लिखापी जाऊँगी सी आसिक गोटे शब्द मु भूल करदेली से मो कान धरी पकईदेलु तो गोटे मास्टर हो भूल कर मत कहीं लगुच आज पर्यंत बोधे मुझे भाविला बेलू मो कानटा कंपी उठी मत लगुच केते भूल समाहार आम केते भूल आम रही जी मत बसवा शिखेला लिखा शिखेला एवं जी प्रत्येक मुहूर्त कौन करूँ कौ बाटे गला हम ताक शिखेला ये गोटे गोटे मुहूर्त को वर्णना कर जीवन निजक लगुच धन्य मन करने लगुच सेमती कारण प्रत्येक अनुभूति भितर स्पर्श ही अच्छी जहाँफल आम सुदृढ़ हो पार्छ मत शिखेले से देख तू जो भाव रही से भाव मुकुड़ापे तो से भाव मुक्त हवा नहीं पड़ो जो देह सर्वस्व हो जाऊँ से देह सर्वस्व देह को गुरुत्व न देकी देह भीतर जो आत्मपुरुष अच्छे जो देवता अच्छा सन्धान देवाई आसी एवं से सन्धान तू पाई सारा पर तू देह को लेकिन कौन चर्चा कर देह विषय तू भाव एवं प्रत्येक मुहूर्त लक्ष्य कली सी प्रत्येक जो टिके भूल हो जाए ताड़ना मध्यम उपदेश मध्यम से गुड़ सुंदर भाव में जीवन को संभाली देले भाविले केमती लगुच मो जीवन भीतर ये अनुभूति मो एते उपादेय तार सीमा नहीं मोर पिता माता देहांत कृपालु से मत कहते ये जो देहटी जाऊँगी सहित तोर गुरुत्व कौन अच्छी से आसी जीव मु मो जीवन में मोर माँ को केमती मोर पिता देहांत पर मुझे जगन्नाथ मंदिर को गली टी तन्न तन्न कर बुझेदेलु मुंडे मुझे कहली सिंदूर ताक दिज्व ये सब कथा गुड़ा तो मो भितर भितर संचरी गला तेणु मो कौन मत मो पिता जो देहांत है सब लोक मैंने मत बाध्य कले ये सब रिचुआल्स नीति नियम पालन करने मु कहली मुझे ना कौन मत हम ना एपरिक कौन नख काटा कि चूल काटा हेलानी शेष से कहले सार पगड़ा हो समस्त कहले कारण आमर जो राजपुरोहित अच्छा राजा आम डाकिक आनिले सार को से बुझे पारे ठीक अच्छे कमटा मान जदि सी मत बुझे पारे ताल मु लंडा हो मुझे लंडा करदेवी जदि सी बुझे न पारे मुझे लंडा करदेवी ये शब्द राजी हाँपाई पड़े ये जो दृढ़ता आम भर आसला आम आखि आगे पिता माता देहांत होम तले लुटी पड़ा कथा एवं से समय यही बल गुड़ाक किए देला जहाँफल आम देहटा को एक साधारण जिन भाविलु ये आसी जीव जी जीव आसे जाए तापर गुरुत्व कौन जी के जाएनि सब समय सब अवस्था सब स्थित जार परिवर्तन घटेनि सी हूँ तू ताकू तो छाड़ दे कि जो शरीर उपर एत माति जबार कौन अच्छी भावार कौन अच्छी मन पड़ जामर दिवंगत गरणी कथा सी काले ये सब जिनस आम यदि नक आम कड़े विपद पड़ो भाविकी छात नहीं काऊ को दौले
ସବୁ ଖାଦ୍ୟ ସବୁ ଯେ ଆମ ବାପା ମା କାଉ ଘରୁ ପରେ ଆସିକି ସବୁ ଖାଇବେ। ମୁଁ ଦେଖି ସାରିଲା ପରେ ପଚାରିଲି ଇଏ କ'ଣ ନା ଏଗୁଡ଼ିକ ସବୁ ପରମ୍ପରା ଅନୁସାରେ ସେ ମାନୁଥିଲେ। ମୁଁ ଦେଖିଲି ଯାହାର ବୁଦ୍ଧି ବିବେକ ସେତିକି ବାଟ କଥା ହେଇନାହିଁ, ତେଣୁ ତାକୁ କିଛି କହିକି ଲାଭ ନାହିଁ। ସେଥିରୁ ବୁଝାଯାଉଥିଲା ଯେ ଆମେ ଘର ଭିତରେ ରହିଛୁ ଯେତେବେଳେ କୌଣସି ସମୟରେ ଆମ ଭିତରେ ଏଇ ପ୍ରକାର ବାଦାନବାଦ ରହୁନଥିଲା। ଜୀବଭାବଟା କିଭଳି ଆମ ପାଖକୁ ପଶି ନ ଆସୁ ସେଇଥିପାଇଁ ମୋ ଭିତରେ ବୋଧ ତିଆରି ହେଉଥିଲା ଗୁରୁ କୃପାରୁ ଯେ ଏ ଜୀବଭାବଠାରୁ ରକ୍ଷା ପାଇଯିବା ପାଇଁ ପଡ଼ିବ। ଯେଉଁ ଜୀବ ନିଜକୁ ଏଇଭଳି ମୃତ୍ୟୁର କବଳିତ ହେବ ବୋଲି ଭାବୁଛି, ଦିନେ ନଷ୍ଟ ହେଇଯିବ ବୋଲି ଭାବୁଛି, ତାର ଯେଉଁ ଦିବ୍ୟ ମୂର୍ତ୍ତିଟି ଅଛି ତା ଭିତରେ ଯେଉଁ ଯିଏକି ଅବିନାଶୀ ନିତ୍ୟ ଶୁଦ୍ଧ ବୁଦ୍ଧ ମୁକ୍ତ ଯିଏ, ତାକୁ ସେ ବନ୍ଧନରେ ପକେଇ ଦେଇକି କ'ଣ ନ ହେଉଛି, ତାକୁ ବନ୍ଦୀ ଭାବି ଦେଇକି ସେ କ'ଣ ନ ହେଉଛି। ତେଣୁ ଗୁରୁ କୃପାରୁ ଏଇସବୁ ଜିନିଷ ଆସିସାରିଲା ପରେ ଯେଉଁଠି ଯେଉଁଠି ତାଙ୍କ ପାଖରେ ଅନୁଭୂତି ଗୁଡ଼ିକ ସବୁ ଆସିଛି, ସେ ଅନୁଭୂତି ଭିତରେ ମୁଁ ଲକ୍ଷ୍ୟ କରିଛି ସେ ମୂଳ ତତ୍ତ୍ୱ ଆଡ଼କୁ ସେ ମନେଇକି କେବେ ଦିନେ ବାହ୍ୟ ତତ୍ତ୍ୱ ଉପରେ ଗୁରୁତ୍ୱ ଦେଇନାହାନ୍ତି। ତ ଗୁରୁଙ୍କର ବିଶେଷତ୍ୱ ହେଉଛି ସେ ତତ୍ତ୍ୱଦର୍ଶୀ, ଯେଉଁ ତତ୍ତ୍ୱ ଉପରେ ସେ ନେଇକି ଆମର ଆଖିଟାକୁ ରଖେଇ ଦିଅନ୍ତି, ଯାହା ଉପରେ ଆମକୁ ରଖେଇ ଦିଅନ୍ତି, ସେ ତତ୍ତ୍ୱକୁ ଆମେ ହୃଦୟଙ୍ଗମ କରିବା ଅତି ଜରୁରୀ। ତେଣୁ ବହୁତ ସମୟରେ ମୁଁ ସେଇ ଜିନିଷଟାକୁ ଲକ୍ଷ୍ୟ କରୁଥିଲି। ଯେତେବେଳେ ଗୁରୁ କୌଣସି ସମୟରେ ତାଡ଼ନା ଦିଅନ୍ତି, ଗାଳି ଦିଅନ୍ତି, ସେତେବେଳେ ଆମେ ବିଚାର କରୁ, ଦେଖ ମୋତେ ଅପମାନିତ କରିଦିଆଗଲା, ଏତେ ଲୋକର ମୋର ପ୍ରତିଷ୍ଠା ଅଛି, ସମ୍ମାନ ଅଛି। କିନ୍ତୁ ଜ୍ଞାନ ଆସିଲା ପରେ ଲାଗିଲା ଭିତରେ ଯେଉଁ ଅହଙ୍କାର ଟିକକ ଅଛି, ଜୀବଭାବ ପାଇଁ ଯେଉଁ ଅହଙ୍କାର ଏତେ ପ୍ରବଳ ଭାବରେ ରହୁଛି, ତାପରେ କିଭଳି ଭାବରେ ପ୍ରହାର ସେ କରୁଛନ୍ତି, ଯାହାଫଳରେ ଅହଙ୍କାର ଗୁଡ଼ାକ ଧୀରେ 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 ପୁରପୁରି ତରଳି ଯାଉଛି। ସେ ଅହଙ୍କାରଟା ପରିବର୍ତ୍ତିତ କରିଦେଉଛି, ଆରେ ତତେ ସୁଧାରିବା ପାଇଁ ଏସବୁ ବ୍ୟବସ୍ଥା ପୁରା ଚିନ୍ତିତ ନାହିଁ କହୁଛି। ଗୁରୁ ଯାହା ଯାହା ଏକ୍ସପେରିମେଣ୍ଟ କରନ୍ତି, ଯାହା ଯାହା ପରୀକ୍ଷା କରନ୍ତି, କାହା ଉପରେ କରିବେ? ଯିଏ ତାଙ୍କର ଅନୁଯାୟୀ ହେବ, ତାଙ୍କ ବିଶ୍ୱାସ ଭରସା କରିବ, ସେ ତା ଭିତରୁ ଯେଉଁ ଏ ଅହଙ୍କାର ରୂପକ ଯେଉଁ ଦୁର୍ବଳତା ଟିକକ ଅଛି, ତାକୁ ହିଁ ନଷ୍ଟ କରିବା ପାଇଁ ସେ ଚେଷ୍ଟା କରନ୍ତି। ଯେତେବେଳେ ସେଗୁଡ଼ିକୁ ଚାଲିଯିବ ତ ଭ୍ରାନ୍ତିରୁ ରକ୍ଷା ପାଇବ। କୌଣସି ଭ୍ରାନ୍ତି ତତେ ସ୍ପର୍ଶ କରିପାରିବ ନାହିଁ, କାରଣ ତୁ ସାଙ୍ଗେ ସାଙ୍ଗେ କ'ଣ କରିପାରିବୁ ନା ତାକୁ ଆତ୍ମ ତତ୍ତ୍ୱରେ ଆତ୍ମଭାବରେ ପରିବର୍ତ୍ତିତ କରିଦେଇପାରିବ, ଦିବ୍ୟ ଭାବରେ ତାକୁ ପରିବର୍ତ୍ତିତ କରିଦେଇପାରିବ। ତେଣୁ ଦେହ ଭାବ ପ୍ରବେଶ କଲା ମାନେ ଯେଉଁ ଅହଙ୍କାରକୁ ଧରିକି ସେ ପ୍ରବଳ ପ୍ରତ୍ୟକ୍ଷ ହେବ, ଯେଉଁ ମନକୁ ଧରିକି ସେ ତତେ ଇତସ୍ତତ କରିବ, ବିକ୍ଷିପ୍ତ କରିବ, ଏଣେ ତେଣେ ନେଇଯିବ, ସେ ମନକୁ ଦେଖିବାର କ୍ଷମତା ସେ ଦେଇଦେବେ। ଦୃଷ୍ଟା ସାକ୍ଷୀ ଭାବରେ ଏଭଳି ରଖିଦେବେ ଯାହାଫଳରେ ତୁ ତୋର ନିଜକୁ ଦେଖିପାରିବୁ, ତୋ ମନକୁ ଦେଖିପାରିବୁ, ତୋ ଭିତରେ ଥିବା ସମସ୍ତ ଶରୀର ଯେଉଁଟା ଲୁଚିକି ରହିଛି, ସ୍ଥୂଳ ସୂକ୍ଷ୍ମ କାରଣ ଶରୀର, ସବୁ ଶରୀରର ଖେଳକୁ ତୁ ବସିକି ଆରାମସେ ଅନୁଭବ କରିପାରିବୁ। ଯେଉଁମାନେ ସବୁ ଏଇଆ କରୁଛନ୍ତି, ଯେଉଁମାନେ ସବୁ କରୁଛନ୍ତି, ତାଙ୍କୁ ମୁଁ ଆଜି ଜଳଜଳିକି ଦେଖିପାରୁଛି, ସ୍ପଷ୍ଟ ଦେଖିପାରୁଛି ଯେ ସେମାନେ ସବୁ କ'ଣ, ଆଉ ମୁଁ ପ୍ରକୃତିରେ କିଏ, ମୁଁ ସେମାନଙ୍କର କେତେ, ତାଙ୍କ ଅପେକ୍ଷା କେତେ ଶକ୍ତିଶାଳୀ, ତାକୁ ନିଜେ ନିଜେ ଅନୁଭବ କରିପାରିବ। ତା ଅର୍ଥାତ୍ ଗୁରୁର କୃପା ନଥିଲେ ନିଜର ଶକ୍ତି ଆଉ ସାମର୍ଥ୍ୟ ଆସିବ କୋଉଠୁ? ଗୁରୁ ଯଦି ସାକ୍ଷାତ ପରମ ବ୍ରହ୍ମ ନ ହେଇଥାନ୍ତେ, ତାହେଲେ ଆମେ ପରମ ବ୍ରହ୍ମ କିଏ, ଭଗବାନ କିଏ ଆମେ ନ ଜାଣିକି ଯେତିକି ତର୍ଜମା ଭଗବାନଙ୍କ ଉପରେ ଆମେ କରୁ, ଭଗବାନ କିଏ ନ ଜାଣିକି ଆମେ ତର୍ଜମା କରି ଯାଉ। କିନ୍ତୁ ଭଗବାନ କିଏ ଜାଣି ସାରିବାର ଯେଉଁ ବାଟଟା ଅଛି, ସେ ବାଟଟିକୁ ସରଳ ସୁଗମ ଭାବରେ ଏ ଜୀବ ଭାବରୁ ନେଇକି ଶିବ ଭାବରେ ପହଞ୍ଚାଇବାର କ୍ଷମତା କେବଳ ଗୁରୁଙ୍କର ହିଁ ଥାଏ। ତାକୁ ଅବୋଧ ହେଲେ ବି ଯାହା ଟିକେ ଟିକେ ଆମେ ଅନୁଭବ କରିଛୁ, ସେ ଅନୁଭବ ଭିତରେ এই ଶିବ ଭାବଟା ପ୍ରବଳ ଭାବରେ ଆଚ୍ଛାଦିତ କରିକି ନେଇଛି। ଜୀବ ଭାବ ମାନେ ଅର୍ଥାତ୍ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଯେଉଁ ଅନ୍ତଃକରଣ ଗୁଡ଼ିକ ଅଛି, ଯେଉଁମାନେ ତାଙ୍କର କ୍ରିୟା କରି ଯାଉଛନ୍ତି, କିନ୍ତୁ ତାଙ୍କୁ ଆଣିକି ଯେତେବେଳେ ମୁଁ ଶିବ ଭାବରେ ପରିଣତ କରିଦେଇପାରିବି, ସେତେବେଳେ ମନ ଭିତରେ ସେ ପ୍ରଫୁଲ୍ଲତା ଆସିକି ପହଞ୍ଚିଯିବ। ତେଣୁ ମୁଁ ଦେଖୁଛି ପ୍ରତ୍ୟେକ ମୁହୂର୍ତ୍ତରେ ଗୁରୁର ସେ ଆଶୀର୍ବାଦ ବିଭିନ୍ନ ଢଙ୍ଗରେ ଆମ ପାଖକୁ ଆସିକି ପହଞ୍ଚିଛି। ସେ ଆଶୀର୍ବାଦ ଫଳରେ ଯେଉଁଟାକି ଆଶା କରିବା କଥା ନୁହେଁ, ମଣିଷ ଜନ୍ମ ପାଇ ଗୋଟେ ସବୁ ଭାବିପାରିବ ନାହିଁ, ସେଗୁଡ଼ିକ ମଧ୍ୟ ସବୁ ସମ୍ଭବ ହେଇଛି। ନିଜ ଭିତରେ, ପରିବାର ଭିତରେ ଶାନ୍ତି ପ୍ରତିଷ୍ଠା ହେଉଛି। ସମାଜରେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଖରେ ଆମେ ସହଜରେ ସ୍ୱାଭାବିକ ଭାବରେ ମିଶି ପାରୁଛୁ। ଆମ ଭିତରେ ଗୋଟେ ଛୋଟ ବଡ଼ ଭେଦଭାବର କୌଣସି ଜାଗା ନାହିଁ, ଜାତି ପ୍ରାନ୍ତର କୌଣସି ଭେଦ ନାହିଁ, କୌଣସି ଲୋକକୁ ହୀନ ଭାବ ବିଚାର ନାହିଁ,
चमत्कार भाव से आमको नहीं पहुँचे जहाँ तू निंदा करने जाऊँ नहीं तो मु छोटिया वाक्यटी मु तो से भर तो कौन हो पार ये जो मनुष्य बुझी नहीं पार ता भर क्रोध आसो कौटी वैमनस्य आसो कौटी अन्य प्रति घृणा आसो कौटी निंदा करने पार्टी खोल कौटी यही प्रकार दिव्यतार भरी देते गुरु किभली भाव वर्णना करें मोर कौ माने कि प्रकार शास्त्र मुझे लिखिपारि गुरुर वंदना करी जो गुरु ये भाव में आमको नहीं समस्त भ्रम जाल आम पड़गला बेले सज्ञान अज्ञान और सूक्ष्म भाव में किभली भाव से गुड़िक सब समाधान करदे पारती से गुड़िक अंगे निभे एगुड़ा कहले अन्य मानक अलग अलग लगिपे जो गुरुकर आदेश मो निजर अनुभव कौन कह सेगुड़िक सब ता भर जहाँ बुझी जहाँ अनुभव कर विचार कर दिन थिला आमर गोटे उदाहरण आपण मैंने रखु आम घरणीकर देहांत हो समय मिका बापू ता परदिन पुरी स्वामीजी को आने पिपिली पाखे स्वामीजी पचारे हेम कैसी है माने आम घरणी से कहले ये तो चली गई कुआड़े गला भी से पचारे नहीं ऊपर भी चलीगला कब के तुम सब कौन कौन कल आम कहलु आम से कहले आम कि करन कौन जिन पालन कर शवदाह करदे स्वामीजी पचारे क्या डाकिल किए सब घर को आसते आम कहलु से आम मैंने कहले ना आम क्या डाकिन एभली कि आम साई कौन लोक से कथा जान देखु गुरुंकर किभली भाव में करुणा आम मन भर केवल पापबोध काले रही आम संस्कारटा आम करूने काले किसी हम कि हम सी सागे सागे कहले पुरी या आनी मिठा गुड़ाक कहले वो तो परम धाम चली गई इस खुशी में इसको बांट साधारण मनुष्य स्वीकार कर पत्नी देहांत हो मिठा आनी सब लोक को बांटी दे एवं से कथा कही सारापर लगे केमती मुझे भी नहीं समस्त को बांटी देवी एवं से मत अनुभव है देख कौन सी कौ समय आम मनुष्य मन दबीगला बेले से कि भाव तक कर एवं कहले काली आमर अष्टावक्र गीता ये छात उपर हम एवं से अष्टावक्र गीता है बेले जी लोक सत्संगी मान डाक मुझे सत्संगी मान डाकिदेली तापर दिन कहले एम कौन किसी खावाई दिजानी हाँ बंदोबस्त कर बंदोबस्त है देख आमर संस्कार गुड़ाक जोड़ा था मन भितर आमर एमती 2 दिन करवा 3 दिन 5 दिन 8 दिन 10 दिन विश्व संस्कार हम ये सब संस्कार को से कुसंस्कार भाव में करदे आमको कहीदे ये कुसंस्कार तो घारी हमार कौन कारण है अष्टावक्र भाया परम सत्य कहूआ जो चरित्र ताकू तो आगे तोर सद्गुरु वर्णना कर एवं तू शुणला से प्राय 45 मिनट खंडे झरका भर कहले एवं सब लोग गले खाई जन कहीं पचार जापारे ना जे आम घर गोटे मृत अवस्था घटी एवं समस्ते पचारे माँ कड़े गली आम कहूँ सी तो चलीगले मैंने समस्त हस्पिटाल बोली भावुं कि देखला बेलू से ऊपर भी चली जाए स्वामीजी तक कहते तो परम धाम चली गई जदि कौन साधारण संसारी मनीष होता से भावता जदि मो पत्नी परम धाम चलीगली मुझे खुशी है ना दुखी किंतु मोर से प्रकार विचार जो नाला किंतु से दिन मत लगे से केड़े बड़ बड़ संकट आमको उद्धार करेंगे दुखटा को आनंद परिवर्तित कर दे दुख हूँ तो मनर कथा एवं तो मन पर सुख दुख तो पाक आसूसी तो मन कस्मित काल हो पार ना तो मनर हूँ कर्ता तो तार वृत्ति हो जा यही कथा मन को आसला बेले आम से गुड़ाक मुझे भावे जो मत लगे सागे सागे आम बाट पाई तेणु गुरु होती सी आमर संकट जो जो स्तर में सब आसिक पहुँचो से संकट को से किभली भाव में मोचन कर दिखते मूल सत्य करके बड़ा आश्चर्यजनक कथा से अनुभूति नहीं आस्ते 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 गला बेलू धीरे धीरे एक अनुभव हो जहाँ को देखना कहीं सी तार भर निजक देखी जहाँ को अनेला बेलू से दृश्य भाव में आसला नहीं कि मोर दृष्टा भावटा पाखे
ପହଞ୍ଚି ଦେଉଛି। ଆମେ କୌଣସି ଜିନିଷକୁ ଅଭ୍ୟାସ କରିବା ପାଇଁ ଗଲାବେଳେ ତା ସହିତ ଚୈତନ୍ୟର ସଂସ୍ପର୍ଶ ଅନୁଭବ ହେଉଛି। ଯେମିତି ଦେଖାଯାଉଛି ପ୍ରତ୍ୟେକ ଅବସ୍ଥାରେ ପ୍ରତ୍ୟେକ ସ୍ଥିତିରେ ସେ ଚୈତନ୍ୟର ଖେଳଟା ଚାଲିଛି ଏବଂ ମୁଁ ଯିଏ ତାକୁ ଦେଖିବା ପାଇଁ ଅଛି ମୁଁ ତାଠାରୁ ଭିନ୍ନ ନୁହେଁ, ତା ସାଙ୍ଗରେ ଏକ ମୁଁ। ଏବଂ ଏହି ବୋଧଟା ଧୀରେ 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 ମନ ଭିତରେ ବଳିଷ୍ଠ ହେଇଯାଉଛି। ତେଣୁ ଯେଉଁ ଜୀବ ଦିନେ ପ୍ରାଧାନ୍ୟ ବିସ୍ତାର କରିକି ଭାବୁଥିଲା ମୁଁ ଅଛି, ଆଜି ସେଇ ଜୀବ ନିରାଶ୍ରୟ ହେଇପଡ଼ୁଛି। କାରଣ ଏ ମନୁଷ୍ୟ ଭିତରେ ସେଇ ଚୈତନ୍ୟକୁ ଉଦୟ କରିବାର କ୍ଷମତା କେବଳ ସଦ୍ଗୁରୁଙ୍କର ଅଛି। କୋଟି କୋଟି ପ୍ରଣାମ ଆମେ କରିବା କ'ଣ? କି ପ୍ରଣାମ ଆମେ କରିପାରିବା? ଏ ଜୀବନକୁ ଦେଇଦେଲେ ମଧ୍ୟ ତା ପାଖରେ କିଛି ତାର ମୂଲ୍ୟ ହିଁ ନାହିଁ। କାରଣ କିଏ ନେଇକି ଏଭଳି ଭାବରେ ଆମକୁ ସମସ୍ତ ପ୍ରକାର ଦୁର୍ବିପାକରୁ ରକ୍ଷା କରିଦେଇପାରିବ? କିଏ ଆମକୁ ସବୁବେଳେ ଏଇ ପ୍ରକାର ବାଟରେ ପଶେଇ ଦେଇପାରିବ? ଚିନ୍ତନ ଆମର ସବୁ ଶୈଳୀକୁ ବଦଳେଇ ଦେଇପାରିବ? ଗୋଟି 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 କଥା ସବୁ ମନେ ପଡ଼ିଗଲା ବେଳକୁ ମୋତେ ସେ ଲାଗୁଛି କି ଭାବରେ ସେ ଛୋଟ 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 ଦୃଷ୍ଟାନ୍ତ ସବୁ ଦେଇକି ଆମ ମନ ଭିତରେ ଏଇ ଭାବ ସବୁ ତିଆରି କରିଛନ୍ତି। ଅଭାବଟାକୁ ଭାବରେ ପୂର୍ଣ୍ଣ କରିଦେଇଛନ୍ତି। ଯେଉଁଥିପାଇଁ ମନୁଷ୍ୟ ନିଜକୁ ଅଭାବ 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 ଭାବିକି ଘାରି ହେଉଛି। ସେ ଅଭାବଟା ହେଉଛି ତାର ନିଜକୃତ ଅଜ୍ଞାନକୃତ ଏ ଜିନିଷ। ସେ ଅଜ୍ଞାନକୃତ ଅନ୍ଧାରକୁ ସେ ଦୂରଭୂତ କରିଦେଇଛନ୍ତି। ଧୀରେ 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 ଜ୍ଞାନର ଆଲୋକ ଦେଇକି ତୁ କିଏ ତାକୁ ଭଲ କରି ଜାଣ, ଭଲ କରି ଜାଣ, ଭଲ କରି ଅନୁଭବ କର, ଭଲ ଭାବରେ ତାପରେ ତୋର ବଚନ, ତୋର ବିଚାର, ତୋର ଚାହାଣୀ ସବୁରେ ପରିବର୍ତ୍ତନ ଆସିବ। ତୁ ନିଜକୁ ନିଜେ ଯେତେବେଳେ ଭଲ କରି ଦେଖିପାରିବୁ, ସାରା ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଣୁ ଅଣୁକୁ ମଧ୍ୟ ତୁ ସେଇଭଳି ଢଙ୍ଗରେ ଦେଖିଦେଇପାରିବୁ। ଏବଂ ଦିନେ ଏଇ ଆମର ଛାତ ଉପରେ ସ୍ୱାମୀଜୀ ଗୀତେଜୀ ମର୍ଜାନା ଶିଖ ଏ ଛୋଟିଆ ଛୋଟିଆ ଘଟଣା ସବୁ କିନ୍ତୁ କେତେ ପରିମାଣରେ ଆମ ହୃଦୟ ଭିତରେ ରହିଛି। ଆମେ ସତ୍ସଙ୍ଗୀ ପ୍ରାୟ 120 ଜଣ ଖଣ୍ଡେ ଥାଉ। ଗୋଟେ କୋକେଇ ତିଆରି ହେଲା, ସେ କୋକେଇରେ ସ୍ୱାମୀଜୀ ଶବ ହେଇକି ଶୋଇଲେ ଏବଂ ତାପରେ ବନ୍ଧାଗଲା ସେ କୋକେଇ ଏବଂ ତାପରେ ଯେ ଶବକୁ ନିଅନ୍ତି ଶ୍ମଶାନକୁ ସେ ରହିଲେ ଏବଂ ଆମେ ସବୁ ଦ୍ରଷ୍ଟା ସାକ୍ଷୀ ଆତ୍ମା କହିକି ଆମେ ସବୁ କାନ୍ଧରେ ବୁଲେଇଲୁ ଏଇ ଛାତ ଉପରେ। ଆମ ସାହିରେ ସାରା ଲୋକମାନେ ଭାବିଲେ ବୋଧେ ରମେଶ ସାର୍ ମରିଗଲେ କି କ'ଣ, ତାଙ୍କ ଘରେ କ'ଣ କ'ଣ ହେଇଥିବ। କିନ୍ତୁ ସେତେବେଳେ ସେଇ ପର୍ଯ୍ୟାୟରେ ସେ ଆମକୁ ଜିତେଜୀ ମର୍ଜାନା ଶିଖ ଏ ଛୋଟିଆ ତତ୍ତ୍ୱଟା ଆମେ ପଚାରିଦେଲୁ, ସ୍ୱାମୀଜୀ ଏଇଟା କ'ଣ ଟିକେ ବୁଝେଇ ଦିଅନ୍ତୁ। ଏଇଟା କହିଲା ସ୍ୱାମୀଜୀ ଏଇଟା କହୁନାହାନ୍ତି। ସେତିକି କହୁ ସେ ପ୍ରାକ୍ଟିକାଲ କରିକି ଏମିତି ଭାବରେ ଦେଇଦେଲେ ଯେ ତାକୁ ଲାଗିଲା ଯେ ପ୍ରକୃତରେ ବଞ୍ଚିଥାଉ ଥାଉ ଜୀବ ବଞ୍ଚିଥାଉ ଥାଉ କେମିତି ମରିଯାଇକି ଶିଖିବ ଯେ ଦେହ ମୋର ନଷ୍ଟ ହେଇଯିବ, ଇଏ ମୋର ନୁହେଁ, ମୁଁ ନୁହେଁ, ସେ କସ୍ମିନ୍ କାଳ ନୁହେଁ ହେଇନପାରେ। ଏଇ କଥା ବୋଧ ଦେବା ପାଇଁ ଏତେ ପ୍ରାକ୍ଟିକାଲ କରିବା ପାଇଁ ଏମିତି ସବୁ କାମ କରିବ କି କିଏ ଏତେ ପ୍ରିୟ ଲୋକ ଆମର ଅଛି ଯିଏକି ଆମ ଭିତରୁ ଖୋଳି ଖୋଳିକି ଆମ ଭିତରେ ଯେଉଁ ପ୍ରକାର ଦୂଷିତ ଅଛି, ଅନ୍ଧାର ଅଛି, ତା କିଏ ଦୂରୀଭୂତ କରିବ? କାହାକୁ ଆମେ କହିପାରିବା ଯେ ମୋ ଜୀବନକୁ ଆଲୋକିତ କଲା ବୋଲି ଅଛି? ମୁଁ ଭାବୁଛି ଏଇଟା ମୋ ଅନୁଭବ ନୁହେଁ। ଯଦି ଆମ ସମସ୍ତଙ୍କର ଅନୁଭବ ସେମିତି ହୁଅନ୍ତା, ଆମେ ଯାହା ଯାହା ଜୀବନରେ ପାଇଛନ୍ତି ଏଗୁଡ଼ିକ ସବୁ ନିରର୍ଥକ, ମୂଲ୍ୟହୀନ, କିନ୍ତୁ ଯାହା ଗୁରୁ ଠାରୁ ଆମେ ସିଧାସଳଖ ପାଇଛନ୍ତି ସିଏ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସୁନ୍ଦର କରିଛି। ଏକଥା ମାନି ନେବା ପାଇଁ ପଡ଼ିବ, ଯାହାର ଟିକେ ସେ ପ୍ରକାର ବିବେକ ଟିକକ ଅଛି ଯେ କେଉଁ ଲୋକ ସେ ଅଛି ଯିଏକି ଆମ ପାଖେ ପାଖେ ରହିକି ସବୁ ମୁହୂର୍ତ୍ତରେ ଆମକୁ ସାହାଯ୍ୟ ଦେଉଛି। ଯେ ତୁ ରୁଟ୍ ଶବ୍ଦ ପାଇଁ ଆସିଯିବ ବିପଦ, ସେଠିକି ତୁ କ'ଣ କର ନା ଏଭଳି ଭାବରେ ତାକୁ ଭଗେଇ ଦେଇ ତୋ ପାଖରୁ, ତାକୁ ଏତେ ତାକୁ ଦୂର କରିଛୁ ତାକୁ ତୋ ପାଖରୁ। ଯେତେବେଳେ ତୁ ତୋ ନିଜ ସ୍ୱରୂପ ପାଖରେ ପହଞ୍ଚିଯିବୁ ସେତେବେଳେ ଏଇସବୁ ଜିନିଷ ଆପେ 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 ଦୂରେଇ। ତେଣୁ ସ୍ୱରୂପ ସନ୍ଧାନ କରିବା ତ ସହଜ କଥା ନୁହେଁ। କୋଟି ପରେ ଗୋଟିଏ ବୋଲି ଗ୍ରନ୍ଥ ଶାସ୍ତ୍ର କରୁଛି, କିନ୍ତୁ କିଭଳି ଭାବରେ ଆମେ ସାଧାରଣ ଲୋକ ଭାବରେ ବସିକି ସ୍ୱାମୀଜୀଙ୍କ ପାଖରେ ବସୁ, କିଏ ପାଠ ପଢ଼ିଛି କିଏ ପଢ଼ିନି। ମୁଁ ବୁଲି ବୁଲିକି ଯେତିକି ମୋର ଅନୁଭବ ଅଛି, ଆମ ସତ୍ସଙ୍ଗୀ ଭାଇ ଭଉଣୀମାନେ ଆସୁଛନ୍ତି, ସେମାନେ ଯେତେବେଳେ କଥା କହନ୍ତି ମୁଁ ହାତ ଯୋଡ଼ିଦିଏ ମନେ ମନେ ଭିତରେ ଯେ ଏମାନଙ୍କ ଭିତରେ ଏ ଦିବ୍ୟ ଜ୍ଞାନ ଅଛି। ମୁଁ କ'ଣ ନିଜକୁ ଭାବୁଛି ଏତେ ପଣ୍ଡିତ ବୋଲି? ଯାହାକୁ ପଚାରିଲା ବେଳକୁ ସେ ତା ଭିତରେ କେତେ ସୁନ୍ଦର ସୁନ୍ଦର କଥା କହୁଛି। ସବୁ କାହା ଦ୍ୱାରା ସମ୍ଭବ ହେଇଛି? ଏ ଜ୍ଞାନଟା ପୁଣି କାହା କାହା ଭିତରେ ପ୍ରବେଶ କରିଯାଏନି। ଜଣେ ଭାବୁଛି ମୁଁ ତ କହିପାରିବିନି, ମୋର ତ ଜଣା ନାହିଁ, କିନ୍ତୁ ଦେଖିଲା ବେଳକୁ ଏ ଦିବ୍ୟତା ତା ଭିତରେ ଭରପୁର ହେଇକି ରହିଛି। ତେଣୁ ସ୍ୱାମୀଜୀ କହନ୍ତି ଯୋଉଠି ଯୋଉଠି କ୍ଲାସ୍ ହେଉଛି, ଯାହା କିଛି ହେଉଛି ନା କେହି ଅପେକ୍ଷା କରି ବସିଛି, ତାହାର ଗୋଟେ ଉନ୍ନତି ହେବ, ତାର କଲ୍ୟାଣ ହେବ, ତାର ମଙ୍ଗଳ ହେବ। ତେଣୁ ସେତେବେଳେ ଆମେ ଭାବୁ ଇଏ ଗୋଟେ ପାଠଶାଠ ପଢ଼ିନି, ଇଏ ଗୋଟେ ବୁଦ୍ଧି ନାହିଁ, ଇଏ କ'ଣ କରିବ? କିନ୍ତୁ ବେଳେବେଳେ ତା ଭିତରେ ଯେଉଁ ଦିବ୍ୟତା ମୁଁ ଅନୁଭବ କରେ,
କିଛି ସେତେବେଳେ ଅନୁଭବ ହେଇଯାଏ ସ୍ପଷ୍ଟ ଭାବରେ ଗୁରୁ କୃପା ସରଳତା ଉପରେ ହିଁ ପ୍ରତିଷ୍ଠିତ ହୁଏ। ଜଟିଳତା ଥିଲେ ଗୁରୁର ସେଠି ପ୍ରବେଶ ରହିବ ନାହିଁ, ଶ୍ରଦ୍ଧା ରହିବ ନାହିଁ। ତେଣୁ ସରଳ ହେବା ପାଇଁ ହେଲେ ଆମେ ଆମର ନିଜକୁ ତନ୍ନ ତନ୍ନ କରି ବୁଝିବା ପାଇଁ ପଡ଼ିବ। ମୋତେ ଘାରିଛି କିଏ, ମୋତେ କେଉଁ ଅନ୍ଧାରଟା ଘାରିଛି, ଯାହାଫଳରେ ମୁଁ ନିଜକୁ ନିଜେ ଦେଖିପାରୁନାହିଁ, ମୁଁ ଜାଣିପାରୁନାହିଁ। ସେଥିପାଇଁ ସେଇ ସଦ୍ଗୁରୁ ଦରକାର, ଯିଏ ଆମ ଭିତରେ ପ୍ରତ୍ୟେକ ମୁଦ୍ରାକୁ, ପ୍ରତ୍ୟେକ ସ୍ତରକୁ ତନ୍ନ ତନ୍ନ କରି ବୁଝେଇକି ଆମକୁ ସୁନ୍ଦର ଏବଂ ମଧୁର ସାବଲୀଳ କରିଦେଇପାରିବେ। ସେଭଳି ପୁରୁଷର ସାନ୍ନିଧ୍ୟ ଯିଏ ପାଇଛି ଜୀବନରେ ଥରେ, ତା ଜୀବନରେ ଧନ୍ୟ ନ ହେଇଛି ଏ କଥା କେହି କହିପାରିବେ ନାହିଁ। ତେଣୁ ଆମେ ଉପରେ ଏ ଜୀବ ଭାବରେ ଘାଣ୍ଟି ହେବାର କୌଣସି କାରଣ ନାହିଁ। ଆମେ ତା ଭିତରେ ଶିବତ୍ୱକୁ ଅନୁଭବ କରିବା ନିହାତି ଜରୁରୀ। ଏଇଟା କେବଳ ସଦ୍ଗୁରୁମାନଙ୍କ ପାଇଁ ସମ୍ଭବ। ଆମ ଆଗରେ ଯିଏ ଉଭା ହେଇଛନ୍ତି ଶରୀରଧାରୀ ହେଇସାରିଲା ପରେ ମଧ୍ୟ ଯଦି ମୋତେ ତାଙ୍କ ଭିତରେ ସେ ଅନନ୍ତ ସ୍ରୋତଟା ଦେଖାଯାଉନି, ମୁଁ ଏଇ ଶରୀରକୁ ନେଇକି ବଞ୍ଚୁଛି, ତାହେଲେ ତ ଆଉ କିଛି ପାପ ଆମେ ଅର୍ଜନ କରିବା ପାଇଁ ଯାଉଛୁ। କିନ୍ତୁ ତାଙ୍କ ଭିତରୁ ଥାଇକି ଯେଉଁ ସାମର୍ଥ୍ୟଟା ଅଛି ବୋଲି ସ୍ୱରୂପର ରହିକି ସେ ଯେଉଁ କଥା ସବୁ କହୁଛନ୍ତି, ସେଇଥିପାଇଁ ଆମ ହୃଦୟ କ'ଣ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଗଠିତ କରୁଛି। ସେଇ ସ୍ୱରୂପ ଜ୍ଞାନଟାକୁ ଜାଣି ସାରିଲା ପରେ ମୁଁ ପ୍ରକୃତରେ କିଏ, ସିଏ ସେ କଥା କହିବା ପାଇଁ ଆମକୁ କାହିଁକି ଦେଇପାରୁଛନ୍ତି ନା ଆମକୁ ବୁଝେଇ ଦେଇଛନ୍ତି ସେ ତମେ ଏମିତି ଯେ ତମକୁ ନା ପ୍ରଶ୍ନ ପଚାରି ଆସେ, ତମେ ନା ଉତ୍ତର କରି ଆସେ। ତମ ଭିତରେ ପ୍ରଶ୍ନ ହେଇକି ଯିଏ କହୁଛି ସେ ହେଉଛି ଗୁରୁ ଏବଂ ଉତ୍ତର ହେଇକି ସିଏ କହୁଛି। ତେଣୁ ଯେତେ ଯାହା କଲେ ମଧ୍ୟ ସବୁ ପ୍ରଶ୍ନ ସେଇଠୁ ହିଁ ଆସୁଛି ଏବଂ ସବୁର ଉତ୍ତର ହିଁ ସେଇଠୁ ହିଁ ବାହାରୁଛି। ଆଜି ଅନୁଭବକୁ ଆସୁଛି, ଯଦି ମୋ ଭିତରେ ସେଇ ଚୈତନ୍ୟ ଆତ୍ମାଟି ନଥାନ୍ତା ତାହେଲେ ଏ କଥା ମୁଁ କହିବାର ସକ୍ଷମ ହେଇପାରିନଥାନ୍ତି। ସେ ଆତ୍ମା ଥିବା ଯୋଗୁଁ ପ୍ରଶ୍ନ ହିଁ ଆସୁଛି ଏବଂ ଉତ୍ତର ବି ତାରି ଭିତରୁ ଆସୁଛି। ଯଦି ସେ ଆତ୍ମାଟିକୁ ଆମେ ଗ୍ରହଣ କରି ନେଇପାରିବା, ସେ ଆତ୍ମା ଉପରେ ଆମେ ଦୃଢ଼ ପ୍ରତିଷ୍ଠିତ ହେଇଯିବା ଯେ ଶାସ୍ତ୍ର ଯାହା କହିଛି ତା ଅପେକ୍ଷା ଆମ ଅନୁଭୂତିରେ ଯଦି ଆଣି ପ୍ରତ୍ୟେକ ସ୍ତରରେ ଏ ଆତ୍ମା ଉପରେ ଆମେ ଭରସା ରଖିବା, ତାହେଲେ ସହଜ ଆତ୍ମସ୍ୱରୂପ ପରମ ଗୁରୁ ମନ୍ତ୍ର ହେଇଯାଉଛି ହୃଦୟରେ। ସହଜ ଆତ୍ମସ୍ୱରୂପ ସହଜ ଭାବରେ ଯେଉଁ ଆତ୍ମା ସବୁ ଭିତରେ ପରିପୂର୍ଣ୍ଣ ଅବସ୍ଥାରେ ଅଛି, ସହଜ ଭାବରେ ସ୍ୱାଭାବିକ ଭାବରେ ନ୍ୟାଚୁରାଲ, ସେ ଆତ୍ମସ୍ୱରୂପ ହେଉଛନ୍ତି ପରମ ଗୁରୁ। ସେ ସମସ୍ତଙ୍କ ଭିତରେ ଥାଇକି ସେ ଗୁରୁତ୍ୱ ଲାଭ କରୁଛନ୍ତି। ସେଇ ପରମ ଗୁରୁ ହିଁ ଆମର ଶ୍ରେୟ। ତାକୁ ଆମେ ଛାଡ଼ିକି ଅନ୍ୟ ମନସ୍କ ହେବାର କୌଣସି କାରଣ ନାହିଁ। ଯେଉଁ କୌଣସି ସ୍ଥିତିରେ ଥିଲେ ମଧ୍ୟ ସେ ପରମ ଗୁରୁକୁ ଆମେ ସ୍ମରଣ କରିବା। ଯେଉଁ ଦେହଧାରୀ ଗୁରୁ ଆମକୁ ନେଇଛନ୍ତି, ଗୁରୁ ସାକ୍ଷାତ ପରମ ବ୍ରହ୍ମ କହିଲା ବେଳେ ଆମ ମନରେ ସେଇଟା ରଖିବା। ଏଇଥିପାଇଁ ପରମ ବ୍ରହ୍ମ ଯେ ସବୁ ସମୟରେ, ସବୁ ସ୍ଥିତିରେ, ସବୁ ଅବସ୍ଥାକୁ ତନ୍ନ ତନ୍ନ କରି ଉପଲବ୍ଧି କରୁଛନ୍ତି। ଯେଉଁଟାକି ଭୂର୍ଭୁବସ୍ୱ ମହାଜନ୍ମ ତପ ସତ୍ୟ ଲୋକ ବୋଲି ଶାସ୍ତ୍ର ଯେଉଁଟା କହୁଛି, ଏ ସବୁ ପ୍ରକାର ବାଣୀ ତାଙ୍କ ପାଖରେ ଜଣାଅଛି। ତାର ଅର୍ଥ ହେଉଛି ସେ ଆତ୍ମା ସମ୍ପର୍କରେ ପୂର୍ଣ୍ଣ ଜ୍ଞାନଟା ତାଙ୍କ ପାଖରେ ରହୁଥିବା ଯୋଗୁଁ ସେ ତାକୁ କହିଲା ବେଳେ ଏ ସବୁ ଜ୍ଞାନ ଆପେ ଆପେ ତାରି ଭିତରେ ପ୍ରକାଶିତ ହେଉଛି। ସେ ଗୁରୁଙ୍କୁ କ'ଣ କହିକି ତାଙ୍କ ବିଷୟରେ ମୁଁ ବର୍ଣ୍ଣନା କରି ମୁଁ ନିଜେ ଜାଣିପାରୁନି। କହିଲା ବେଳକୁ ଅନନ୍ତ କଥା ଗୋଟି ଲେଖି ଚାଲୁଛି। ପ୍ରଣାମ କରିବା ପାଇଁ କ'ଣ ପ୍ରଣାମ କରିବି? ନିଜର କୌଣସି କ'ଣ ଗୋଟେ ଥିଲେ ସିନା ନିଜକୁ ପ୍ରଣାମ ଭାବ, ନିଜକୁ ନୁଆଇଁ ଭାବ। ପ୍ରଣାମ କରିବା ପାଇଁ ସେ ଜିନିଷଟା ଆସୁନି ମନକୁ। ଯିଏ ମନେ ପଡ଼ୁଛି ମୋର ଗୋଟେ ଦିଲ୍ଲୀରେ କ୍ଲାସ୍ଟି ହେଉଥାଏ। ସେ କ୍ଲାସ୍ରେ ଆସେମ୍ବଲି ହଲ୍ରେ କ୍ଲାସ୍ଟି ହେଇସାରିଲା ପରେ କି ଜାଗା ସେ ସେଠିକି ରହୁଥାଏ। ସେଠିକି ଆମେ ପ୍ରାୟ 30 କିଲୋମିଟର ଦୂରରେ ରହୁଥାଉ। ସମସ୍ତେ ରାତି 9:30 ହେଲାଣି, କ୍ଲାସ୍ରେ କେହି ବସୁନଥାନ୍ତି। ଶୀତଳ ସ୍ୱାମୀଜୀ ସମସ୍ତଙ୍କୁ ଡାକିଲା ପରେ କହିଲେ ଆସ ଯିବା, ରାତି ହେଇଗଲାଣି, ବସ ସବୁ। ଆମେ ପ୍ରାୟ 10-11 ଜଣ ଥାଉ। 10-11 ଜଣ ଗୋଟେ କାର୍ ତା ଭିତରେ କେମିତି ଯିବୁ? ମୁଁ ବାହାରେ ରହିଥାଏ ଆଉ ସମସ୍ତେ ଭିତରେ ବସିଲେଣି। ହଠାତ୍ ତୁ କାହିଁ ସେଠି ଛିଡ଼ା ହେଇଛୁ, ଆ ଭିତରୁ। ମୁଁ ଭାବିପାରିଲିନି ଯିବି କେମିତି, ବାଟ କାହିଁ ଅଛି, କେଉଁଠି ସବୁ ତ ଭରପୁର ହେଇଯାଉଛି। ସିଏ ବସିଲେ, କହିଲା ମୋର କୋଳରେ ବସିଯାଏ। ମୁଁ ତାଙ୍କ କୋଳରେ ବସିଗଲି ଏବଂ ତାଙ୍କ ପାଦ ଉପରେ ମୋ ପାଦ ଥାଏ। ମୋତେ ଲାଗୁଥାଏ ମୁଁ ଅପରାଧ କରୁନା କ'ଣ, ଗୁରୁଙ୍କ କୋଳରେ ବସିଲି ଏବଂ ତାଙ୍କ ପାଦ ଉପରେ ମୋ ପାଦ ରହିଛି।
ସେଦିନ ମୋତେ ଲାଗିଲା କି କ'ଣ ଏ ଗୁରୁ ହେଇପାରନ୍ତି, କ'ଣ ସେ ନ କରିପାରନ୍ତି। ଏଇ ଶିଷ୍ୟଟିକୁ ବା ଯିଏ ତାଙ୍କର ଅନୁଗାମୀ ହେଉଛି ତାକୁ ଭଲ ପାଇକି ସେ କେଉଁଠି ନ ନେଇପାରନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ଏ କଥା ମନେ ପଡ଼ିଗଲେ ମୋତେ ଲାଗେ ଯେ ଏଭଳି ଜିନିଷ ମୋର ପିତାମାତା ତ କରିନାହାନ୍ତି, ଏଭଳି ତ କେହି ବନ୍ଧୁବାନ୍ଧବ ମୋର ନାହାନ୍ତି ଯିଏକି ଏଇ ପ୍ରକାର ସୁଖ ମୋତେ ଦେଇପାରିବ। ତେଣୁ ମୋତେ ଗଢ଼ିବା ଠାରୁ, ମୋତେ ଖାଇବା ଶିଖେଇବା ଠାରୁ, ଆମେ କେମିତି ଅନ୍ୟ ମୁହଁକି ଅମୃତଭଣ୍ଡା ଖାଉ, ଏବେ ବି ସେଟା ଉପଲବ୍ଧ ହେଇକି ରହିଛି। ସେ ଚାରିଆଡ଼େ କହନ୍ତି ଆମ୍ବକୁ ଏମିତି ଏମାନେ ଖାଆନ୍ତି, ତେଣୁ ଶିଖେଇଲେ କେମିତି ଖାଇବା ପାଇଁ ପଡ଼େ। ଥରେ ମୁଁ ଖାଉଛି, ପାଟିରୁ ଆଳୁ ଗୁଡ଼ାକ ବାହାର କରିକି ମୁଁ ରଖୁଛି, ଆଳୁ ଗୁଡ଼ା ଖାଇବିନି ବୋଲି। ମୋ ମନରେ ଧାରଣା ଆଉ କ'ଣ ଅଛି। ଏ ସମସ୍ତେ କହିଲେ ଯେ କ'ଣ କରୁଛୁ, ମୁଁ କହିଲି ପାଟିରୁ ନା ମୋତେ ଦେ। ମୁଁ ଗୁରୁ ଆଜ୍ଞା ଭାବିକି ବହୁତ କଷ୍ଟରେ ତାଙ୍କ ହାତକୁ ବଢ଼େଇ ଦେଲି। ସେତେବେଳେ ସେ ତାକୁ ଖାଇଲେ ଆରାମରେ ଖୁସିରେ ତାକୁ ଖାଉଛନ୍ତି। ଏବଂ ମୁଁ ସେଇଟା ଦେଖିଲି କି ବିକାରହୀନ ଅବସ୍ଥାଟା କେମିତି ଆସିପାରେ। ଇଏ ଗୁରୁ ପାଖରେ ସେ କୌଣସି ନିର୍ବିକାର, ଯିଏ ସାମାନ୍ୟ ବିକାର ଯାହା ପାଖରେ ନାହିଁ, ଯେକୌଣସି ପରିସ୍ଥିତିରେ ଯିଏ ସମସ୍ତଙ୍କୁ ଆଲିଙ୍ଗନ କରି ନେଇପାରେ, ନିର୍ବିକାର ସ୍ଥିତିଟାକୁ ଏମିତି ଆସି ଯାଇପାରେ। ସେଇ ଗୁରୁ ଅଦ୍ଭୁତ କାମ କରିଦେଇପାରେ, ଅଦ୍ଭୁତ ଜିନିଷ ହେଇପାରେ। ପ୍ରତ୍ୟେକ ମୁହୂର୍ତ୍ତରେ ଏଗୁଡ଼ିକ ମୁଁ ଲକ୍ଷ୍ୟ କରିଛି। ଟିକେ ଟିକେ ମୋର ଯେତିକି କ୍ଷମତା ମୁଁ ତାକୁ ସବୁ ଲକ୍ଷ୍ୟ କରିଛି ଏବଂ ଅନୁଭବ କରିଛି। ଗୁରୁ ଏଭଳି ଆମ ଜୀବନରେ ଦରକାର। କେଉଁ ସୌଭାଗ୍ୟ, କେଉଁ ଜନ୍ମର ପୁଣ୍ୟ ଫଳରେ ଏଭଳି ଗୁରୁ ଆସିକି ଆମ ପାଖରେ ପହଞ୍ଚନ୍ତି, ଯାହା ଫଳରେ ଆମେ ନିଜକୁ ନିଃଶେଷ ଜୀବଭାବ ଯେଉଁଟା କହୁଛୁ, ଯେଉଁଟା ଏକଦମ ନିଃଶେଷ ହେଇଯାଏ, ତା ଯେତେ ଏକଦମ ଅମୃତମୟ ଦିବ୍ୟ ଭାବ ତିଆରି ହେଇଯାଏ। ଏଭଳି ଭାବରେ ଆମର ଗଠନ ହେଇଛି ଏବଂ ପ୍ରତ୍ୟେକ ଛୋଟ ଛୋଟ ଘଟଣାରେ ସେ ଆମକୁ ସଚେତନ କରିଦିଅନ୍ତି। ତୁ କରୁଛୁ, ତାର ପରିଣତି ତୋତେ ଭୋଗିବାକୁ ପଡ଼ିବ, ତୋର କର୍ମଫଳ ତୁ ଭୋଗିବୁ। ପୁଣି କହନ୍ତି କର୍ମ ଗୋଟେ କ'ଣ ଅଛି, ପ୍ରାରବ୍ଧ ସଞ୍ଚିତ ପ୍ରିୟମାନ କର୍ମ, ଏ କେବଳ ତମକୁ ବୁଝିବା ପାଇଁ ଏଗୁଡ଼ା ସବୁ କୁହାହେଉଛି। ଯେଉଁଦିନ ତୁ ତାର ଜଙ୍ଗଲ ଭିତରେ ଉଦ୍ଧାର ପାଇଯିବୁ, ଏ ସବୁଗୁଡ଼ିକ ସବୁ ନଷ୍ଟ ହେଇଯିବ। ପ୍ରାରବ୍ଧ କେବଳ ବୁଝିବା ପାଇଁ କହିଲେ ମଧ୍ୟ ତୋ ସାଙ୍ଗରେ ପ୍ରାରବ୍ଧର କୌଣସି ସମ୍ପର୍କ ନାହିଁ। ଏବେ ବି ସେ କହୁଛନ୍ତି ତୁ ତୋର ଯେତେବେଳେ ତ ନିଜ ସ୍ୱରୂପ ଜ୍ଞାନ ତୋର ହେଇଯିବ, ତ ନିଜକୁ ବୋଧ ହେଇଯିବ, କୋଟି କୋଟି ପାପ ତୁ କଲେ ମଧ୍ୟ ତୋତେ ସ୍ପର୍ଶ କରିବ ନାହିଁ। ଆଉ କେତେ ସୁରକ୍ଷା ଦିଆ ହୁଅନ୍ତା ଆମ ଜୀବନରେ, ଆମେ ଭୁଲ କଲୁ ଠିକ୍ କଲୁ ଏଇ ତ ଚିନ୍ତାରେ ଆମେ ଘାରି ହେଉଛୁ। କିନ୍ତୁ ସେ କହୁଛନ୍ତି କୋଟି କୋଟି ପାପ କଲେ ମଧ୍ୟ ତୋତେ ସ୍ପର୍ଶ କରିବ ନାହିଁ ଯଦି ତୁ ତ ନିଜ ସ୍ୱରୂପକୁ ଜାଣିଛୁ। ଯଦି ତୋ ସ୍ୱରୂପ ସମ୍ପର୍କରେ ତୁ ଅଜ୍ଞ ଅଛୁ, ସାରା ସଂସାର ସବୁ ଜିନିଷ ଥାଇକି ମଧ୍ୟ ତୁ ଭିକାରୀ ଠାରୁ ହୀନ, ତୋର କିଛି ନାହିଁ। କିନ୍ତୁ ମୋତେ ଦେଖ, ମୁଁ ବି ଗୋଟେ ଶରୀର ତମ ଆଗରେ ଉଭା ହେଇଛି, କିନ୍ତୁ ତା ଭିତରେ ଯେଉଁ ଅନନ୍ତ ଜ୍ୟୋତି ଅଛି, ଅନନ୍ତ ସତ୍ତା ଅଛି, ଅନନ୍ତ କ୍ଷମତା ଅଛି, ସେଥିରୁ ବିନ୍ଦୁଏ ବିନ୍ଦୁଏ ପଡ଼ିଗଲା ବେଳକୁ ବିଶ୍ୱ ବ୍ରହ୍ମାଣ୍ଡ କ'ଣ କ'ଣ ରୂପ ଧାରଣ କରିଦେଉଛି। ତାଙ୍କର ଗୋଟିଏ ଗୋଟିଏ ଶବ୍ଦ, ଗୋଟିଏ ଗୋଟିଏ ବାଣୀ ସେ କ'ଣ ନ କରିଛନ୍ତି ଆମ ପାଇଁ। ଗୋଟିଏ ଗୋଟିଏ ଗ୍ରନ୍ଥ ସେ ଲେଖି ଯାଇଛନ୍ତି ଆମ ପାଇଁ। ଗୋଟିଏ ଗୋଟିଏ ଗ୍ରନ୍ଥ ଯଦି ଆମ ପାଖରେ ରହିଛି, ସେ ସବୁଠାରୁ ବଡ଼ ସମ୍ପତ୍ତିକୁ ନିଜ ହାତ ମୁଠାରେ ରଖିଛି। କାରଣ ଏଇ ସମ୍ପତ୍ତି ଥିଲା ପର୍ଯ୍ୟନ୍ତ ତା ଭିତରେ ଦୁର୍ବଳତା ପ୍ରବେଶ କରିପାରିବ ନାହିଁ। କ'ଣ ଦେଇଥାନ୍ତେ ସେ ବେଦ ଉପନିଷଦ ପଢ଼ିକି ଆମେ କ'ଣ କରିପାରିଥାନ୍ତେ, ଯେଉଁଠିକି ଆମେ ପାଖରୁ ମହାମୁନି ଧାରିକି ଉପନିଷଦ ମାନେ ନିକଟରୁ ବସି ଏ ଆଶୀର୍ବାଦ ପାଇପାରୁଛନ୍ତି। ଏ ସୌଭାଗ୍ୟର କଥା ନୁହେଁ ତ ଆଉ କ'ଣ। ତେଣୁ ଏଠି କୌଣସି ପ୍ରକାର ଛଳନା ମୋ ମନରେ ନାହିଁ। ମୁଁ ଯାହା ଯାହା ଅନୁଭବ କରୁଛି ତାକୁ ହିଁ ପ୍ରକାଶ କରିବାର ମୋର କୌଣସି କୃପଣତା ନାହିଁ। କେବଳ ଏତିକି କରୁଛି, ମୋର ଏ ଯେଉଁ ସମ୍ବନ୍ଧ, ଯେଉଁ ସମ୍ପର୍କଟା এইଭଳି ଭାବରେ ମୋର ମନ ଭିତରେ ରହୁ, ଯେମିତି କଳୁଷିତ ସେ କୌଣସି କାରଣରୁ ମୋର ଅହଙ୍କାର ପାଇଁ ନ ହଉ। ଅନେକ କଥା କହିବାର ଅଛି। ଏତେ ବର୍ଷ ଧରିକି ସଂସାରରେ କଟେଇ ଦେଇ ସାରିଲା ପରେ ତା ଭିତରେ ଯେଉଁ ଗୋଟିଏ ଗୋଟିଏ ଟିକେ ଟିକେ ଅନୁଭବ ଅଛି, ଯାହା ପାଖରେ ଦେଖିଲେ ସେ ଅନୁଭବ ଗୁଡ଼ିକ ଭରପୁର ହେଇକି ଅଛି। ଯାହାକୁ ପଚାରିଲେ ମଧ୍ୟ ସେ ଅନୁଭବରେ ସେ ପୂର୍ଣ୍ଣତା ପ୍ରାପ୍ତ କରିଛି। ସେ ସୁଯୋଗ ଆମକୁ ମିଳୁନି, ଆମେ ସେଇଭଳି ଭାବରେ ଭାବି ପାରୁନାହାନ୍ତି। ତେଣୁ ସେଇ ଗୁରୁଙ୍କୁ ମୁଁ କୋଟି କୋଟି ପ୍ରଣାମ କରୁଛି, କେବଳ ଲୌକିକ ଆଚରଣ ଦୃଷ୍ଟିରୁ। କିନ୍ତୁ ସେ ପ୍ରଣାମଙ୍କ ଛାଡ଼ ମୋ ହୃଦୟର ଯେଉଁ ଆବେଗ ଅଛି, ଯେଉଁ ଶ୍ରଦ୍ଧା ଅଛି, ତାକୁ ନିବେଦନ କରୁଛି। ତାକୁ ଛଳନା ହିସାବରେ ଏ ହୃଦୟ ଗ୍ରହଣ କରିବେ ନାହିଁ। ମୁଁ କପଟ ନ କରିକି ମୋ ମନର ଯେଉଁ ଖୋଲା କଥା ଥିଲା ତାକୁ ସବୁ କହିଦେଲି। ଯେତିକି ମୋ ଦ୍ୱାରା ସମ୍ଭବ ହେଲା, ମୋର ଭୁଲ ପାଇଁ ମୋତେ କ୍ଷମା କରିଦେଲି।
परम ब्रह्म गुरुदेव जो समझा रहे हैं, वो निश्चय भुलाना महामूढ़ता है। बड़े भाग्य से ऐसा अवसर मिला है, फिर ना समझना महामूढ़ता है।
स्वस्थ हुए हैं। स्वस्थ न होना महामूढ़ता है। स्वस्थ होने का मतलब शरीर से रोग छूट जाना नहीं, स्वस्थ का मतलब है स्व आत्मभाव जो मैं है उसमें स्थित हो जाना ही जीवन धन्य है, नहीं तो जीवन पशु की तरह। स्वस्थ न होना महामूढ़ता है। रोग आया और दवा खाकर ठीक हो गए तो ये मत सोचो तुम स्वस्थ हो गए। स्वस्थ तुम कभी नहीं होगे जब तक आत्मा को न जानोगे। बड़े भाग्य से ऐसे संत मिले हैं। जाने कब के पुण्य खिले हैं। बड़े भाग्य से ऐसे संत मिले हैं। जाने कब के पुण्य खिले हैं। पाकर इन्हें हम तो धन्य बने हैं। संत न पाना महामूढ़ता है। परम ब्रह्म गुरुदेव जो समझा रहे हैं। वो निश्चय भुलाना महामूढ़ता है। बड़े भाग्य से ऐसा अवसर मिला है। फिर ना समझना महामूढ़ता है। साधु
तू तो साक्षी स्वयं प्रकाश है। जैसे गहनों में सोना ही पाया, तैसे घट घट में तू ही समाया। जैसे गागर में मिट्टी ही पाया, तैसे कण कण में तू ही समाया। जग तेरा ही लीला विलास है। तू तो साक्षी स्वयं प्रकाश है। जाग जल्दी ये सपने की माया, आपको भूल क्यों भरमाया। जाग जल्दी ये सपने की माया। ये पति मेरा है, ये पत्नी मेरी है, ये बेटा मेरा है, ये बेटी मेरी है, ये पिता मेरा है, ये माता मेरी है, ये घर मेरा है। ये जाग जल्दी ये सपने की माया है। ये कोई सत्य नहीं है, न बाप न बेटा न पिता न माता न पति न पत्नी न पुत्र न पुत्री न धन न संपत्ति। ये कोई सत्य, सब सपने का है। जाग जल्दी ये सपने की माया। आदम को भूल देह में फसाया। तू आत्मा है, बस तू आत्मा है, यही सत्य है और सब भ्रम है, सब कल्पना। स्वामी हो के बना क्यों दास रे। ब्रह्म हो के बना क्यों जीव रे। मुक्त हो के बना क्यों बद्ध रे। तू तो साक्षी स्वयं प्रकाश है। भूल तेरी है तू ही मिटा दे। पूर्ण ब्रह्म निश्चय जगा ले। भूल तेरी है तू ही मिटा दे। अहं ब्रह्म हूँ निश्चय जगा ले। मिटे जन्म मरण की
दे दो सबको। क्या होगा? कि पुरुष 3 प्रकार के होते हैं। कितने प्रकार के? उत्तम पुरुष, मध्यम पुरुष और अन्य पुरुष। बहुत साधारण सा गणित, साधारण सा व्याकरण, सबको याद भी है, पर उसको जीवन में धारण नहीं किया है। अगर धारण किया होता तो आप अपने घर बैठे ही मुक्त थे, मुक्त हो, मुक्त रहोगे। कहीं बाहर भटकने की, किसी मंदिर में, किसी तीर्थ में, किसी सत्संग में जाने की जरूरत ही नहीं पड़ती। तो 3 पुरुष में हम उसमें से कौन से पुरुष हैं, ये स्वीकार करना है। तो उत्तम पुरुष, मध्यम पुरुष और अन्य पुरुष। उत्तम पुरुष को कहाँ ढूंढे, मध्यम पुरुष को कहाँ पहचाने और अन्य पुरुष को कैसे पहचाने? तो उसके लिए वह करके जिसको बताया जाता है, सह, वह करके जो बताया जाता है, वो अन्य पुरुष की पहचान है। तो कोई भी अपने को वह करके संबोधित नहीं करता है, वह करके अपना परिचय नहीं देता है। थर्ड पर्सन को, अन्य पुरुष को वह करके बतलाया जाता है। तो तुम उन 3 पुरुषों में से अन्य पुरुष तो हो ही नहीं, हो सकते ही नहीं। कभी तुम अपने आप को वह करके प्रतिपादित करते ही नहीं। अब रह गया मध्यम पुरुष। मध्यम पुरुष जो तुम्हारे सम्मुख है, जिससे तुम बातें करते हो, जिसको तुम आदेश देते हो, जिसको तुम देखते हो, नमस्कार करते हो कि पूजा करते हो, जो तुम्हारे सम्मुख है दृश्य रूप में, वो मध्यम पुरुष कहलाता है। उसको हमेशा हम जो हमारे सामने है वह करके नहीं बताएंगे और उसको मैं करके भी नहीं बताएंगे। जो मध्यम पुरुष है, जो हमारे सामने है, उसे तू करके कहते हैं। तू शब्द का प्रयोग किया जाता है। अपने लिए तुम कभी भी तू का प्रयोग नहीं करते हो, अपने लिए वह का भी प्रयोग कभी नहीं करते हो। अपने लिए जो मैं करके प्रयोग किया जाता है, इसको उत्तम पुरुष कहते हैं। वह अन्य पुरुष हो गया सम्मुख, मध्यम पुरुष हो गया। अन्य पुरुष को वह करके संबोधित करते हैं, मध्यम पुरुष को तू करके संबोधित करते हैं। अब जो बच गया इन दोनों को बताने वाला, वह को भी देखने वाला और तू को भी देखने वाला, वह को भी जानने वाला और तू को भी जानने वाला, जो बच गया है वो उत्तम पुरुष कहलाता है। और उस उत्तम पुरुष को मैं करके ही कहा जाता है, क्योंकि वह को भी मैं बताता हूँ और तू को भी मैं बताता हूँ। इन दोनों, वह और तू को जो जानने वाला, बताने वाला, वह मैं हूँ और वह उत्तम पुरुष है। गुरु जी व्याकरण में यही सिखाते हैं और भगवान श्री कृष्ण जी भी गीता के 15 अध्याय के 18 श्लोक में अपने को पुरुषोत्तम नाम से ही बताते हैं। पुरुषों में उत्तम जो है उसको पुरुषोत्तम कहते हैं। तो पुरुषों में 3 पुरुष हैं, उनमें से
उत्तम वह भी नहीं और मध्य भी नहीं, वह है मैं। तो गुरु ने हमारे को क्या सिखाया कि तू उत्तम पुरुष है, तू अपने को अधम पुरुष मत मानना, तू अपने को मध्यम पुरुष मत मानना, तू उत्तम है। तो उन्होंने तो हमें यही ज्ञान दिया, पर हमने उनके ज्ञान को ठुकरा दिया और उसकी जगह पर हमने अपने को नो सम कौन कुटिल खल कामी, मैं तो अधम हूँ, मैं तो नीच हूँ, मैं तो पापी हूँ, ये जो तुम उच्चारण करते हो ये तुम्हारी दीनता सरलता नहीं, महापाप है। तुम आत्मा का तिरस्कार कर रहे हो, आत्मा का अपमान कर रहे हो। जो पुरुषोत्तम वेद में उपनिषदों में बताया है, जिसको पुरुषोत्तम कहा है, उसको तुम अधम नीच पापी चांडाल चोर आदि नीच शब्दों से प्रयोग करते हो। ये कोई सरलता नहीं, ये महान दुष्टता, महान पाप है। इसलिए अपने अंदर कभी भी अधमता का, नीचता का भाव न लाकर मैं आत्मा हूँ, मैं उत्तम पुरुष हूँ, ये भाव मन में बनाए रखो। कोई साधन करने की जरूरत नहीं, कोई जप करने की जरूरत नहीं, कोई पूजा करने की, कोई पाठ करने की जरूरत नहीं, कोई तीर्थ जाने की जरूरत नहीं, कोई योग यज्ञ करने की जरूरत नहीं है। ये सब साधन तो उनको बताए जाते हैं जिन्होंने अपने को मैं रूप से स्वीकार नहीं किया, जिन्होंने अपने को उत्तम पुरुष स्वीकार नहीं किया, जिन्होंने अपने को आत्मा रूप से स्वीकार नहीं किया। उन अज्ञानियों को, कर्म कांडियों को योग करो, यज्ञ करो, जप करो, दान करो, तप करो, तीर्थ करो, मंदिर जाओ, माला करो, पूजा करो, ये उनको बताया जाता है ताकि उनके अंतःकरण की शुद्धि हो जाए और फिर वे इस अधमता से, मध्यमता से निकलकर उत्तमता में प्रवेश कर सके, इस ब्रह्म ज्ञान को धारण कर सके। इसलिए यह बताया गया। आप लोगों को अपने स्वरूप में बस स्थित हो, सदा से स्थित हो। पर तुमने जो ओढ़नी ओढ़ ली है, बुर्खा ओढ़ लिया है अपने अंदर, अनात्मा का, देह का ये बुर्खा पहन लिया है। तुम ये देह अनात्मा नहीं हो। अभी तो मीका ने भजन सुनाया तुमको कि देह का तो नाश होता है, तू तो दृष्टा साक्षी है। तो उसी भाव में रहो।